আর ভিতরটা হচ্ছে হোলସେଲର ମାନେ ଆପଣମାନେ ସକାଳୁ ଯଦି ବି ଆସିପାରିବେ ଯେତେ ସକାଳୁ ଆସିପାରିବେ 5ଟା ହଉ 6ଟା ହଉ ଆସିପାରିବେ ଆରାମସେ ସବୁ ମାଛ ନେଇପାରିବେ ନେଇକି ବେପାର ବି ହେଉଛି ଏଠି। ଭାଇ ଦେଖୁଛନ୍ତି କି ଭଳିଆ କଙ୍କଡ଼ା ତ ଆ ରେଟ୍ 2600 ଟଙ୍କା। ଓକେ ଥ୍ୟାଙ୍କ ୟୁ। ଚିତ୍ତଳ ନା ଦେଖୁଛନ୍ତି କେତେ ବଡ଼ ମାଛଟା ଆଉ କୋଉ ମାଛ କହିଲେ? ସୁମେ ଏଟା କିଲୋ କେତେ ଅଛି? ନା ଏଟା କେତେ କେଜି ହବ ତଥାପି? 10 କିଲୋ ବୋଲ। ହାय ହ୍ୟାଲୋ ନମସ୍କାର ମୁଁ ସଞ୍ଜୟ ଆପଣଙ୍କୁ ସ୍ୱାଗତ କରୁଛି ଆଉ ଗୋଟେ ଫ୍ରେଶ୍ ବ୍ଲଗ୍ରେ। ଭାଇ ଆମେ ଆସି ପହଞ୍ଚି ଯାଇଛି ଭୁବନେଶ୍ୱର ବଡ଼ ମାର୍କେଟ ଯାହାକି ମାଛ ମାର୍କେଟ 4 ନମ୍ବର ମାର୍କେଟରେ ପହଞ୍ଚି ଯାଇଛି। ଦେଖିପାରୁଥିବେ ବହୁ ପ୍ରକାର ଭିଡ଼ ଅଛି। ଆଜି ସଣ୍ଡେଟା ଅଛି ପ୍ରବଳ ଭିଡ଼ ଅଛି। ଭାଇ ମୋ ହାଲତ ପୁରା ଟିକେ ଖରାପ ଅଛି ଦେଖିପାରୁଥିବେ ମୁହଁ ପୁରା ଜସନ୍ଦା ହେଇଛି ଥଣ୍ଡା ଫଣ୍ଡା ହେଇକି ଭୀଷଣ ଥଣ୍ଡା ହେଇଯାଇଛି ବ୍ଲଗ୍ ଆଉ ଆସିପାରୁନି ଯାହାକି ଆମେ ଗାଁକୁ ଯାଇଥିଲେ ଆପଣମାନେ ଜାଣିପାରିଥିବେ। ଭାଇ ସେଠିକି ଯାଇଥିଲେ ଯେଉଁ ପୁରା ପାଣି ଧରିଛି ପୁରା ଥଣ୍ଡା ହେଇଯାଇଛି ଆଉ ଆସିପାରୁନି ବ୍ଲଗ୍। ତଥାପି ମୁଁ ଭୁବନେଶ୍ୱରରେ ପହଞ୍ଚିବା ଭିତରେ ମୁଁ କହିଲି ଗୋଟେ ବ୍ଲଗ୍ କରିବା। ଏଠି ତ ରହୁଛି ଆମେ କେବେ ବି ଆସିନେ 4 ନମ୍ବର ମାର୍କେଟ ଏଠି ଭେରାଇଟି ଅଫ୍ ମାଛ ମିଳେ ମୁଁ ଦେଖିଲି। ତ କ'ଣ କ'ଣ ତା ଭିତରେ ଅଛି ସବୁ ନନଭେଜ୍ର ଆଇଟମ୍ ମାଛ ହଉ ମଟନ୍ ହଉ କି ଯାହା ଚିକେନ୍ ହଉ ତ ସବୁ ଡିଟେଲ୍ସ ଆଜି ଦେଖେଇବି କ'ଣ ସବୁ ଏଠି ମିଳେ। ତ ଚାଲନ୍ତୁ ଯିବା ଆଉ ଡେରି ନକରି ଭିଡ଼ିଓଟି ଷ୍ଟାର୍ଟ କରିବା। ତ ଆପଣମାନେ ମୋ ଚ୍ୟାନେଲ୍ ଯଦି ବି ନୂଆ ଅଛନ୍ତି ଚ୍ୟାନେଲ୍ଟି ସବସ୍କ୍ରାଇବ୍ କରି ନୋଟିଫିକେସନ୍ ଅଟୋମେଟିକ୍ ଅଲ୍ କରିଦେବେ ଯାହାକି ନୂଆ ନୂଆ ଭିଡ଼ିଓର ଅପଡ଼େଟ୍ ଆପଣଙ୍କ ପାଖରେ ଏମିତି ମିଳିଯିବ। ତ ଭାଇକି ଟିକେ ସପୋର୍ଟ ଆଉ ଭଲ ପାଇବା ସେମିତି ଦିଅନ୍ତୁ ଯାହାକି ଆପଣ 2025 ଦେଇଥିଲେ ତ ଏମିତି 26ରେ ବି ଦିଅନ୍ତୁ ଯାହାକି ଆପଣଙ୍କ ପାଖରେ ଏଣ୍ଟରଟେନମେଣ୍ଟର ଭିଡ଼ିଓ ସବୁ ପହଞ୍ଚିଯିବ। ଚାଲନ୍ତୁ ଯିବା ଡେରି ନକରି ଭିଡ଼ିଓଟିକି ଷ୍ଟାର୍ଟ କରିବା। ଚାଲ ଫଲୋ ମି। ତ ଆମେ ଚାଲିଲେ ଏବେ ମାର୍କେଟ ଭିତରକୁ। ଗାଡ଼ି ଆମର ରହିଯାଇଛି ଏଠି। ଭାଇ ଦେଖିପାରୁଥିବେ କେଉଁ ଟାଇପ୍ର ଭିଡ଼ ଅଛି ସଣ୍ଡେ ଆଜି ଅଛି। ଭଏସ୍ଟା ଟିକେ ଭଲ ଶୁଭୁନି ଯାହାକି ଥଣ୍ଡା ଭୀଷଣ ହେଇଯାଇଛି। ଚାଲ ଯିବା ଭିତରକୁ। ଭାଇ ସମୟ ତ ହେଇଗଲାଣି 8ଟା ପାଖାପାଖି ଲେଟ୍ ହେଇଗଲା ମୁଁ ଆଉ ଟିକେ ସକାଳୁ ଆସିବାର ଥିଲା ଆଉ ଉଠି ପାଇଲେନି ଥଣ୍ଡା ହେଇଯାଇଛି। ଚାଲନ୍ତୁ ଯିବା ଭିତରକୁ। ଗାଡ଼ି ସବୁ ଦେଖୁଛନ୍ତି। ଏପଟ ଲାଇନ୍ଟା ହେଉଛି ମାଛ ମାର୍କେଟ ଯିବା। ଏପଟ ସାଇଡ଼୍ରେ ମଟନ୍ ଫଟନ୍ ମିଳୁଛି ଦେଖିପାରୁଥିବେ ମଟନ୍ କଟା ହେଉଛି। ଯିବା ସିଧା ଭିତରକୁ ଟିକେ ଯିବା। ଦେଖିପାରୁଥିବେ ଏଠି ସବୁ ମାଛ ସବୁ ଥୁଆ ହେଇଛି ଦେଖୁଛନ୍ତି ତ ପୁରା ଫ୍ରେଶ୍ ମାଛ। ଏମିତି କିଛି ମାଛ ଅଛି। ଜିଅନ୍ତା ମାଛଟା ହେଲେ ଯିବା ଆଗକୁ ଦେଖିବା ଆଉ ସବୁ କ'ଣ ମାଛ ଅଛି। ଏପଟେ ଦେଖୁଛୁ ଭେରାଇଟି ଅଫ୍ ଚିଙ୍ଗୁଡ଼ି କଳା କଳା ଚିଙ୍ଗୁଡ଼ି ଏପଟେ ଏଇଟା କ'ଣ ଗୋଟେ ଚିଙ୍ଗୁଡ଼ି। ଏପଟ ସାଇଡ୍ରେ କଙ୍କଡ଼ା ବି ଅଛି। ଏଇ ଚିଙ୍ଗୁଡିଟା କେତେ ଅଛି? 7 ଟଙ୍କା। କ'ଣ ଏଇ ଚିଙ୍ଗୁଡିଟା? ନଦୀ ଚିଙ୍ଗୁଡି ନା କଳାଟା। ଏପଟ ସାଇଡ୍ରେ କଙ୍କଡ଼ା ବି ଅଛି। ଏଇଟା କୋଉ କଙ୍କଡ଼ା? ଏଇଟା ଜିନ୍ ଟା ଓକେ। ଏଇଟା 1050 ନବା ମୁଁ ଟିକେ ବୁଝୁଛି ରେଟ୍ଟା। ଏପଟେ ଦେଖୁ ବଞ୍ଚିଛି ସବୁ ନା ଜିଅତା ବିରାଟ ବଡ଼ ମାଛ। ଭିଡ଼ିଓ ଟିକେ ହଉଛି ଆଉ। ହଉ ଚାଲ ଯିବା ଆଗକୁ ଦେଖିବା ଆଉ କ'ଣ ଅଛି। ଏପଟେ ଦେଖୁଛନ୍ତି ତ ଭାଇ ଏପଟ ସାଇଡରେ ଦେଖୁଛ କେତେ କେତେ ମାଛ।
ଭାଇ କି ମାଛ ଚାଲନ୍ତୁ ଯିବା ଏପଟେ ସବୁ ପାମ୍ପଲେଟ୍ ବୋଧେ ଅଛି। ଆମର ହୋଲସେଲର ସେପଟକୁ ଟିକେ ଯିବା ଦେଖିବା ହୋଲସେଲ ପଟକୁ। ଟିକେ ଲେଟ୍ ହେଇଗଲାଣି ହୋଲସେଲ ପଟରେ ଆଉ ମିଳିବ କି ନାହିଁ ମାଛ ମୁଁ ଦେଖେ ତଥାପି ତ ଥିବ ଯାହା ବି ହେଲେ ସରି ନଥିବ ସେପଟୁ ଆଣିକି ଏପଟେ ବିକନ୍ତି ବୋଧେ ମୁଁ ଶୁଣିଥିଲି ଦେଖିକି ଯିବା ହୋଲସେଲ ପଟେ ଦେଖିବା କ'ଣ ଅଛି କେମିତି। ଭାଇ ଦେଖୁଛନ୍ତି ତ ଏପଟେ କେତେ ଭିଡ଼ ଯିବା ସେପଟୁ ଚାଲ। ଆ ଭିତରଟା ହେଉଛି ହୋଲସେଲର ମାନେ ଆପଣମାନେ ସକାଳୁ ଯଦି ବି ଆସିପାରିବେ ଯେତେ ସକାଳୁ ଆସିପାରିବେ 5ଟା ହେଉ 6ଟା ହେଉ ଆସିପାରିବେ ଆରାମସେ ସବୁ ମାଛ ନେଇପାରିବେ ନେଇକି ବେପାର ବି ହେଉଛି ଏଠି। ଏଇଠୁ ନେଇକି ବି ସେପଟେ ରିଟେଲ ଏଠୁ ବି ନେଇକି ବିକୁଛନ୍ତି ଏଠିକା ରେଟ୍ ଟିକେ ରହିବ ହଁ ସେଠି ଟିକେ ଆଉ ଟିକେ ରେଟ୍ ରହିବ ଟିକେ ତଥାପି ବୁଝିଦେବା ପଚାରିବା ଆମେ ଟିକେ କେତେ କ'ଣ ରେଟ୍ ରହୁଛି ଆ ଭିତରେ ଆଉ ସେପଟେ ରିଟେଲରେ କ'ଣ ରେଟ୍ ରହୁଛି ବୁଝନ୍ତୁ କେତେ ବଡ଼ ଅଛି ହୋଲସେଲରଟା ଦେଖେଇ ଦେଉଛି ଟୋଟାଲି ଏମିତି ଅଛି କିଛି ଏସବୁ ଥୁଆ ହେଇଛି ସବୁ ଭେରାଇଟି ଯେତେକ ଭେରାଇଟିର ମାଛ ସବୁ ଚେକା ଚେକା ହେଇକି ଥୁଆ ହେଇଛି ଦେଖୁନ ବହୁତ ଭେରାଇଟି ଭାଇ ମାଛ ଏପଟେ ତ କଙ୍କଡ଼ା ଥୁଆ ହେଇଛି ଛୋଟ ଛୋଟ କଙ୍କଡ଼ା ଏଠି ଗୋଟେ ଛୋଟ କଙ୍କଡ଼ା ଥୁଆ ହେଇଛି ଆପଣଙ୍କର ଯେଉଁ ମାଛ ଚଏସ୍ ସେଇ ମାଛ ନେଇପାରିବେ ଆଉ ପ୍ରାୟ ବେପାରୀ ଆସିକି ନିଅନ୍ତି ଏଠୁ ଦେଖିପାରୁଛନ୍ତି। ଏଇଟା କେତେ ଅଛି ଭାଇ 100 ଟଙ୍କା ନା କିଲୋ ଦେଖିବ ଏଇଟା କ'ଣ ମାଛଟା ଏଇଟା ଭାଇ କୋଉ ମାଛଟା ରୂପଚାନ୍ଦିଟା ଓକେ ନାଲି କଲର ଟିକେ ଅଛି ଆଉ ରୂପଚାନ୍ଦି ଏଇଟା ଗୋଟେ ମାଛ ଏପଟେ କଙ୍କଡ଼ା ଅଦା ହେଇଛି ଏ କଙ୍କଡ଼ା କେତେ ଭାଇ ଏ ଛୋଟ ଆଜ୍ଞା 150 ଟଙ୍କା ନାଖେ କିଲୋ ଦେଖୁଛନ୍ତି ତ କେତେ କମ୍ ପଇସା ଓକେ ଓକେ এইটা କ'ଣ ହେଇଟା ହେଇ ମାଛଟା ନାଲି ନାଲି ବରେଇ ଏଇଟା କିଲୋ କେତେ এইটা କ'ଣ এইଟା ଭାଇ କ'ଣ ଅଛି ଏଇ ମାଛଟା এইটা କୋଉ କଙ୍କଡ଼ା କ'ଣ ଗୋଟେ ଭାଇ ନଉଛନ୍ତି ପୁରା ଜିଅନ୍ତା କଙ୍କଡ଼ା ଆଉ ଏଇଟା କେତେ କିଲୋ ଅଛି ଏଇଟା ଏଇଟା 100 ନା 450 ଏଇଟା କୋଉ କଙ୍କଡ଼ା କି ଓ ସେଗୁରା ଯୋଉ ଅଛି ଏଇଟା କୋଉ କଙ୍କଡ଼ା এইটা ଓକେ ଓକେ ଓହୋ ଦାମ ଟିକେ ଅଧିକ ଗୋଟେ ଚିଙ୍ଗୁଡ଼ି ସବୁ ଛୋଟଠୁ ବଡ଼ ଯାଏ ଆଉ ଏଇ ଛୋଟ ଚିଙ୍ଗୁଡ଼ି କେତେ ସାର ଅଛି এইটা କେତେ ଏଇ ଛୋଟଟା କେତେ ପୁରା ବ୍ୟସ୍ତ ତ ବେପାର ହୋଲସେଲର ନା ଚାଲ ଯିବା ଆଗକୁ ଦେଖିବା এইଟା କ'ଣଟା ଏଇଟା କେତେ ରେଟ୍ ଅଛି ଏଇଟା ଓକେ ଓକେ ମିକ୍ସଚର ରେଟ୍ ବଢ଼ିଆ ଅଛି ଚୁନା ଚିଙ୍ଗୁଡ଼ି ଏଇଟା କେତେ ଅଛି ଏଇଟା କ'ଣ ରୋହି ମିଟିକାଳି ମିଟିକାଳିଟା ଏଇ ଚୁନାଟା କେତେ 120 ନା 120 ଟା 150 ଦେଖିବା ନବା ଆସିବା ଦେଖିଦେବା କ'ଣ ଅଛି ରେଟ୍ ସବୁ ଏମିତି ଅଛି କିଛି ଆଉ ରେଟ୍ ସବୁ ଏମିତି କିଛି ଅଛି ଚାଲ ଯିବା ସେପଟକୁ ହୋଲସେଲର ଦେଖିଥିଲେ ଏପଟେ ତ ମାଗୁରଟା କେତେ ଅଛି ଟିକେ ବୁଝିବା ଏ ମାଗୁର କେତେ ଅଛି 120 ଟଙ୍କା ବଢ଼ିଆ ଅଛି ପୁରା ଫ୍ରେଶ୍ ଜିଅନ୍ତା ମାଗୁର 120
चला ଯିବା ସେପଟକୁ ହୋଲସେଲର ଦେଖିଦେଲେ କିଛି ସେପଟକୁ ଯିବା ରିଟେଲ ପଟେ ଦେଖିବା କ'ଣ ସବୁ ଅଛି ରେଟ୍ ଚାଲ ଏପଟେ ରିଟେଲଟା ଆଉ ଏପଟେ ଥିଲା ହୋଲସେଲ ପଟକୁ ଯାଇଥିଲେ ରିଟେଲ ପଟକୁ ଆସିଲେ ଏପଟେ ରେଟ୍ ଦେଖିବା କେମିତି କ'ଣ ଅଛି ଏଇଟା କେତେ ଅଛି ଭାଇ ପାମ୍ପଲେଟ୍ ନା 1300 ଇଏ ତ ପୁରା ସବୁଠୁ ହାଏଷ୍ଟ ରେଟ୍ ରୁହେ ଟିକେ ଆଉ ପାମ୍ପଲେଟ୍ ଦେଖିବା ଆଗରେ ଆଉ କ'ଣ ଅଛି ରୋହି କେତେ ହେଲା ଭାଇ 180 ନା ସବୁ ଯୋଉ ପିସ୍ ନେଇପାରିବେ ଆଉ ନା ଗୋଟେ ବଡ ପାମ୍ପଲେଟ୍ଟା ଏଇଟା ବଡଟା କେତେ ଭାଇ 1600 ଟଙ୍କା ହବ ନା ଏଇଟା କେତେ ଗ୍ରାମ କେତେ ହବ ତଥାପି କିଲେ ସେ ଭାବେ ନା କିଲେ ପରେ ହବ ଏଇଟା କ'ଣ ଭାଇ ଏଇଟା କୋଉ ମାଛଟା ଏଇଟା କେତେ ଅଛି 650 ନା ଏଇଟା ଓହୋ ଏଇଟା କୋଉ ମାଛ ବାହାର 1000 ଟଙ୍କା ନା ଏଇଟା ବି ଗୋଟେ ରେଟ୍ ଅଛି ଚିଙ୍ଗୁଡିର ଭାଇ ଦେଖୁଛନ୍ତି କି ଭଳିଆ କଙ୍କଡା ତ ଆ ରେଟ୍ 2600 ଟଙ୍କା ଓକେ ଥ୍ୟାଙ୍କ ୟୁ ରଖିଦିଅ 2 କିଲୋ ଲେଖା ହବ ଗୋଟା ନା ଏପଟେ ସବୁ କଙ୍କଡା ଗୁରା କେତେ ହବ ଗ୍ରାମ ଇଏ ସବୁ କେତେ ଅଧ କିଲୋ ପରେ ହବ ନା କ'ଣ ଓକେ ପୁରା ବଡ ବଡ ପିସ୍ ଅଛି ଆଗ ଲାଷ୍ଟ ଛୋଟ ଏଇଟା ଅଛି ଗୋଟେ ଆଉ ଥ୍ୟାଙ୍କ ୟୁ ଧନ୍ୟବାଦ ଭାଇ ଏଇଟା କେତେ ଏଇଟା କୋଉ ମାଛ କହିଲେ ସୁମି ଏଇଟା କିଲୋ କେତେ ଅଛି ଏଟା କେତେ କେଜି ହବ ତଥାପି 10 କିଲୋ ବୋଲ ପୁରା ବିରାଟ ବଡଟା 10 କେଜିର ଏଇଟା କେତେ କିଲୋ ଆଜ୍ଞା 500 ନା ଗୋଟେ ବଡ ମାଛଟା ପୁରା ଅଛି କୋଉ ମାଛ ଯେ କେତେ ବଡ ମାଛ ଭାଇ ଏଇଟା କ'ଣ ଏଇ ମାଛଟା କୋଉ ମାଛ ଚିତ୍ତଳ ନା ଦେଖୁଛନ୍ତି କେତେ ବଡ ମାଛଟା ଆଉ ଏଇଟା କେତେ ଅଛି କିଲୋ 700 ଟଙ୍କା ବିରାଟ ବଡ ମାଛଟା ଏଇଟା କେତେ କେଜିର ହବ ତଥାପି 5 କିଲୋ 6-7 କିଲୋ ପରେ ହବ ଓକେ ବଡ ମାଛଟା ବର୍ତ୍ତମାନ ଆମେ ଏବେ ବାହାରିବା ପଳେଇ ଆସିଲି ମାଛ ମାର୍କେଟ ଭିତରୁ ବର୍ତ୍ତମାନ ବାହାରିବା ମୁଁ ବି କିଛି ନେଇ ଆସିଛି କହୁଛି କ'ଣ ଆଣିଛି ଆଗକୁ ରେଟ୍ ତ ବହୁତ ବଢ଼ିଆ ଅଛି ଆ ଭିତରେ କେତେବେଳେ ବି ଆସୁଥିବେ ନିହାତି ଏଠି ଗୋଟେ ମାଛ ମାର୍କେଟରୁ ଆସିକି ନେବେ ଭଲ ଅଛି ଏଠି ମୁଁ ହୋଲସେଲରୁ ଆଣିଲି କହୁଛି କେତେ ରେଟ୍ରେ ଆଣିଲି ହୋଲସେଲ ଆଉ ରିଟେଲ ଭିତରେ ଫରକ କ'ଣ ଅଛି କହୁଛି ଆପଣଙ୍କୁ ଟିକେ ସକାଳୁ ଚେଷ୍ଟା କରିବେ ଯଦି ଆସିବେ ଭଲ କାହିଁକିନା ହୋଲସେଲର ଟିକେ ରେଟ୍ କମ୍ ରହିବ ସେମାନେ ବେପାରୀ ଆଣିକି ସେପଟେ ରିଟେଲ ପଟେ ବିକି ଦିଅନ୍ତି ବେପାର କରିବାକୁ ବି ବାହାରକୁ ନିଅନ୍ତି ବହୁତ କିଛି ଅଛି ପ୍ରାଇସ୍ ଆଜି ଏମିତି କିଛି ଗୋଟେ ୟୁନିକ୍ ବ୍ଲଗ୍ ନଥିଲା କିନ୍ତୁ ଗୋଟେ ଇଚ୍ଛା ହେଲା ଆସିବି କି ନେବାର କିଛି ନେଇ ଆସିଛୁ କିଛି କହୁଛି କ'ଣ ରେଟ୍ଟା ଅଛି ତ ଆମ ଗାଡ଼ି ପାଖକୁ ବର୍ତ୍ତମାନ ପଳେଇ ଆସିଲା ଆମେ ରଖିଦେଉଛି ବର୍ତ୍ତମାନ ମୁଁ ନେଇ ଆସିଛି ଚିଙ୍ଗୁଡ଼ି ଆଣିଲି ଭାଇ ହୋଲସେଲରୁ ଆଣିଲି ଏତେ କମ୍ ପଇସା ରିଟେଲରେ ଆଗ ପଚାରିଲି ଯାଇକି କେତେ କ'ଣ ଅଛି ସେ କହିଲେ 200 ଟଙ୍କା ପଡ଼ିବ ଲୋକେ ତାପରେ ହୋଲସେଲ ପଟକୁ ଗଲି ତ ସେଠି ଗଲେ ଭାଇ 130 ବହୁତ କମ୍ରେ କିଲେ ନେଇ ଆସିଲି ସେ ତ କମ୍ ଦିଅନ୍ତିନି ହୋଲସେଲରୁ ଯେତେବେଳେ ଆଣିବେ କିଲେ ପରେ ଆଣିବେ କାହିଁକିନା ସେ କମ୍ ଦେବେନି ହାଫ୍ କେଜି ଅଧା କେଜି ଆଣିବେ ଯଦି ସେ ମାଗିଲେ ଦେବେନି କିଲେ ପରେ ଯେତେ ଆଣିପାରିବେ ସେ ଦେବେ ତ ରିଟେଲରେ ବୁଝିଲି ସେଇଟା 200 ଟଙ୍କା କିଲୋ କହିଲେ ତ ମୁଁ ଆଣିଲି ହୋଲସେଲ ପଟରୁ ଯାଇକି ଆଣିଲି 130ରେ କିଲେ ନେଇ ଆଣିଲି ସେ ଚିଙ୍ଗୁଡ଼ି ତ ବର୍ତ୍ତମାନ ଆମେ ଏବେ ବାହାରିବା ତ ଭିଡ଼ିଓଟି ଯଦି ଭଲ ଲାଗିଥିବ ନିହାତି ଗୋଟେ ଲାଇକ୍ ସେୟାର କମେଣ୍ଟ ଆଣ୍ଡ ସବସ୍କ୍ରାଇବ୍ କରିବାକୁ ଭୁଲିବେନି ଦେଖା ହେବ ଗୋଟେ ନେକ୍ସଟ ବ୍ଲଗ୍ରେ ଦମଦାର ବ୍ଲଗ୍ ଆସୁଛି ଏବେ ଭାଇଙ୍କର ନୂଆ ବର୍ଷରୁ ଭଲ ଭଲ ବ୍ଲଗ୍ ଆସିବ
ଆଉ ଭଲ ଭଲ ବ୍ଲଗ୍ କରିବାକୁ ଚେଷ୍ଟା କରୁଛି। ଆଉ ଏଇଟା ଏମିତି ଗୋଟେ ବ୍ଲଗ୍ ଥିଲା ଯାହାକି ଗୋଟେ ଆସିବାର ଥିଲା, କହିଲି ଗୋଟେ ନାଇଁ ଯିବା ଗୋଟେ ମାର୍କେଟ, ବହୁତ ଦିନ ଆସିବାର ଥିଲା ପ୍ଲାନିଂ, ଆସିପାରୁନଥିଲେ। ଏମିତି ଗୋଟେ ଦେଖିବେ ବ୍ଲଗ୍ଟା କେମିତି କ'ଣ ହେଇଛି, ଯଦି ଭଲ ଲାଗିଥିବ ନିହାତି ଗୋଟେ ଲାଇକ୍ ସେୟାର କମେଣ୍ଟ ଆଣ୍ଡ ସବସ୍କ୍ରାଇବ୍ କରିବାକୁ ଭୁଲିବେନି। ରହିଲି, ଜୟ ଜଗନ୍ନାଥ, ଜୟ ହିନ୍ଦ।